ରାକେଶ ସୁତାର ଟିକେଟ ପଞ୍ଚାୟତର ୱାର୍ଡ ସଭ୍ୟ 2 ନମ୍ବର ୱାର୍ଡର। ଆପଣ ଭଲ କଥା ପଚାରିଲେ। ଏଠି ଯୋଉ ଆମେ ଯୋଉ ଅନାସ୍ଥା ପ୍ରସ୍ତାବ ନେଉଛୁ ସରପଞ୍ଚଙ୍କ ବାବଦରେ, ଇଏ ହଉଛି ଗୋଟେ ସାମ୍ବିଧାନିକ ବ୍ୟବସ୍ଥା। ଏଠି ସମ୍ବିଧାନଟା ସାଧନ ବେରା ତିଆରି କରିନୁ। ଆପଣ ଟିକେ ବୁଝନ୍ତୁ, ଆମେ ଏଠି ୱାର୍ଡ ମେମ୍ବର, ଏଠି ସରପଞ୍ଚ ସଭ୍ୟ, ଏମାନେ ସବୁ ଗୋଟେ ସାମ୍ବିଧାନିକ ବ୍ୟବସ୍ଥା। ଆଉ ସରପଞ୍ଚ ମହୋଦୟ ଯୋଉ କଥା କହୁଛନ୍ତି, ସାଧନ ବେହେରା ଆମକୁ ଧମକ ହେଲା, କାହିଁ ଟିଟୋ ହାଇଦ୍ର ସୁଲେମାନ କଥା କହିଲେନି? ଗୋଟେ ପାଗେଳି ହେଲା ପରେ ମଣିଷ କଣ ହୁଏ? ପ୍ରଥମେ ସିଏ ଆମ ଗାଁ ଝୁଅ, ଦ୍ୱିତୀୟ ତିଖିର ପଞ୍ଚାୟତ ହଉଛି କଣ ଆମର ପଞ୍ଚାୟତ। ଆମେ ଶେଷ ପର୍ଯ୍ୟନ୍ତ କାହିଁକି ରହିଛନ୍ତି ଆପଣ ଜାଣିଛନ୍ତି? ଏଇଥିପାଇଁ ଯେ କି ଆମ ଝୁଅର ଇଜ୍ଜତ ନ ଯାଉ। ସିଏ ତାର ଗପ ଗପି ଚାଲିଛି। ଯଦି ସାଧନ ବେହେରା ସମସ୍ତଙ୍କୁ ଧମକେଇକିରି ଆଣିକିରି ଆମକୁ ସବୁ ଯାକ କହୁଛି ଭୋଟ ଦିଅ, ସାଧନ ବେହେରା ସେଠି ସରପଞ୍ଚ ହବ? ଆପଣ ମତେ କହିଲେ ସାଧନ ବେହେରା ସେ ଜାଗାରେ ସରପଞ୍ଚ ହବ? ଆମେ ତାର ଦାୟିତ୍ୱ ନ୍ୟାୟ ସରପଞ୍ଚକୁ ଦେବୁ। ଏଠି ସାଧନ ବେହେରାର ଭୂମିକା କୋଉଠି ଆସିଲା? ତାପରେ ପ୍ରଥମ କଥା, ସାଧନ ବେହେରା ଗୁଣ୍ଡା। ଯଦି ସାଧନ ବେହେରା ଗୁଣ୍ଡା, ତାହେଲେ 4 ବର୍ଷ ହେଲା କୋଉଠି ଯାଇଥିଲା ସେ ଗୁଣ୍ଡା? 4 ବର୍ଷ ହେଲା ତ ସରପଞ୍ଚରୁ ସେ ହଟେଇ ଦେଇଥାନ୍ତା। ସେ ତ ଯେତେବେଳେ ଚାହିଁଲେ ଯେତେବେଳେ ହଟେଇ ଦଉଛି, ତାହେଲେ ହଟେଇ ଦେଇଥାନ୍ତା। ଅସୁବିଧା କଣ ଅଛି? ଏହା ସମ୍ପୂର୍ଣ୍ଣ ମିଥ୍ୟା। ଇଏ ଗୋଟେ ମାଧ୍ୟମ। ଆପଣ ଯୋଉ ଭାବୁଛନ୍ତି ଚାମିଲି ଓଝାକୁ ଆପଣ ହୁଣ୍ଡି ଭାବୁଛନ୍ତି। ଆପଣ ଗୋଟେ ଶେଷ କଥା କହୁଛି, ଆପରେ ବୋଧେ ଆଉ ଆପଣ ମତେ ନ ପଚାରିବେ ତାଙ୍କ କଥା ଭଲ ହବ। କାହିଁକି ନା ଗୋଟେ କହବତ ଅଛି, ବୁଦ୍ଧି ଥିଲେ ବାପ ଘରେ ଛୁଆ। ପ୍ରକୃତ ବାହା ନ ହେଇକି ଯେ ଛୁଆ ଜନ୍ମ କରିପାରିବ, ସେଇଟା ସବୁଠୁ ବୁଦ୍ଧିମାନ। ଗୋଟେ ଦେଖଉଛି ଗୋଟେ ଆପଣଙ୍କୁ ଗୋଟେ ସ୍ପଷ୍ଟ ଚିତ୍ର। ଇଏ ଆପଣଙ୍କର ଗୋଟେ ଡେଟ୍ରେ 3/11/2015 ମସିହାରେ ଚାମିଲି ଓଝା ନିଜେ ଆବର୍ଷଣ ହେଇଛନ୍ତି, ଯେ କି ତାଙ୍କର ଗୋଟେ ଗଭର୍ଣ୍ଣମେଣ୍ଟ ମେଡିକାଲରେ, ନୁହଁ ତ ପ୍ରାଇଭେଟ ମେଡିକାଲରେ ଆବର୍ଷଣ ହେଇଛନ୍ତି। ସିଏ ଆପଣ ମାନେ ଭାବୁଛନ୍ତି ଯେ କି ସେ ହୁଣ୍ଡି, ନାହିଁ ସେ ସେତିକି ହୁଣ୍ଡି ନୁହଁ। ଏ ଯୋଉ ସାଧନ ବେହେରା ନାଁ ନବା, ଅମୁକ ନାଁ ନବା, ଢିଙ୍କି ନାଁ ନବା, ଇଏ ଖାଲି କରୁଛନ୍ତି କେବଳ ମୁଁ କହିଲି ଯୋଉ ରିଲ୍ସ ଫେକ୍ ସମ୍ପୂର୍ଣ୍ଣ। ଆଉ ଏ ଯୋଉ ଅଡିଓ ପାସ୍ ହେଇଛି, ଆମର କୌଣସି ମହିଳା ମା ମାନେ ଆଧାରେ ନାହାନ୍ତି ୱାର୍ଡ ମେମ୍ବର। ଆପଣ ପଚାରି ମା ମାନଙ୍କୁ ବୁଝିପାରିବେ, କୌଣସି ମା ମାନଙ୍କ ଅଡିଓ ଇଏ ନୁହଁ। ଆପଣ ଦେଖୁନାହାନ୍ତି, ଆପଣ ଗୋଟେ କପି ନକଲ ହଉନି? ଆପଣ ଏଇଠି ଦୈତାରୀ ପଣ୍ଡାର ଜଣେ କହୁନି, ଜଣେ ମିହିର ଦାସଙ୍କର କହୁନି, ଏମିତି କପି ନକଲ କରୁନାହାନ୍ତି? ସେମିତି କାର ମା ମାନେ ଆମର କେହି ନୁହଁ। ମୁଁ ସେଇଟା ଦାବି କରି କହିବି, ମା ମାନଙ୍କର ସେ ଜିନିଷ ନୁହଁ। ଆଉ ଏଇଠି ମୁଁ ଆପଣଙ୍କୁ ରିପୋର୍ଟ ଦଉଛି, ଏଇ ଡେଟ୍ ରିପୋର୍ଟ ଆପଣ ଦେଖିପାରିବେ ପ୍ରକୃତ ଜିନିଷ ଘଟଣାଟା କଣ। ଯିଏ ବାହା ନ ହେଇ ପିଲା ଜନ୍ମ କରିପାରିଲା, ସିଏ ସାଧନ ବେହେରା କଣ? ସେ ସମସ୍ତଙ୍କ ନାଁ କହିବ। ଏମିତି କହୁନି, କହିବେ ଯୋଉ ଜଜ୍ ଯୋଉ ବେଲ୍ ଦେଇଛନ୍ତି ଯୋଉ ପିଲାଙ୍କୁ, ସେମାନଙ୍କ ଜଜ୍ ବି ଫାଶୀ ପାଇବ। ସବୁ ଚାମିଲି ଯାହା କହିବ ସେଇଆ ହବ। ଏଠି ଚାମିଲି ମୁଖ୍ୟମନ୍ତ୍ରୀ ହେଇଯାଉଛନ୍ତି, ମୋହନ ମାଝୀ ଏଠି ସବୁ ଖରାପ କାମ କରୁଛନ୍ତି। ନାଁଟା ଯାହା ନାଁ ପାଇଁ ତାହା ନାଁ କହିବ। କାଲି ମୋ ନାଁରେ କେସ୍ ଦବ, ତାପରେ ତା ନାଁରେ କେସ୍ ଦବ। ଆଜ୍ଞା ଶୁଣନ୍ତୁ, ଆମେ ସାମ୍ବିଧାନିକ ଇଏରେ ଯାଉଛୁ। ଆମର ଅଧିକାର ଅଛି, ଯଦି ଜଣେ କାମ ନ କରିପାରିଲା ପଞ୍ଚାୟତରେ, ସମ୍ବିଧାନଟା ଆମେ ଲେଖିନୁ, ସମ୍ବିଧାନ ଯିଏ ଲେଖିଛନ୍ତି ପୂର୍ବରୁ ଲେଖିଛନ୍ତି, ଆମେ ତାକୁ ହଟେଇବୁ। ଏଇଟା ହଉଛି ଆମକୁ ସେ ଦାୟିତ୍ୱ ଦିଆହେଇଛି, ସେ ଗୁରୁ ଦାୟିତ୍ୱ ଦିଆହେଇଛି। ଆପଣ ବଢିଆ କଥା କହିଲେ। ସାଧନ ବେହେରା ନାଁ କାହିଁ କହୁଛନ୍ତି? କାହା କହିବି? ସାଧନ ବେହେରା ହଉଛନ୍ତି, ଶୁଣନ୍ତୁ ମୁଁ କହିଲି, ସାଧନ ବେହେରା ଆମର କେନ୍ଦ୍ରାପଡା ଡିଷ୍ଟ୍ରିକ୍ଟର ବଜ୍ରଗିର, ମୁଁ ଅବଶ୍ୟ ଅବଗତ ନୁହଁ, ସେ ପିଲା ସାନ ଭାଇଟା ଆମର, ବହୁତ ସାନ ମୋଠରୁ। ବଜ୍ରଗିରି କଣ ପ୍ରେସିଡେଣ୍ଟ ନା ଭାଇସ୍ ପ୍ରେସିଡେଣ୍ଟ ଏମିତି ଗୋଟେ ଅଛନ୍ତି, ଦେଖି ଏ ଏରିଆରେ ସମାଜ ସେବା କରୁଛନ୍ତି, ପରିଚୟ। ତାଙ୍କ ନାଁଟା ନ ନେଇ ଆପଣଙ୍କ ନାଁ ନେଲେ ହାଇଲାଇଟ୍ ହେବେ ସେ। ବଜ୍ରଗିରି କଣ ଗୋଟେ ଅଛନ୍ତି, ଯେ ମୁଁ ଜାଣିନି, କାହିଁ ସେ ସାନ ଭାଇ ଆମଠୁ 10 ବର୍ଷ ସାନ ହବ, ସେ ବିଷୟରେ ଅବଗତ ନାହିଁ। କାରଣ ଶୁଣନ୍ତୁ, ସେ ତାଙ୍କର ଯୋଉ ବ୍ଲଡ ଡୋନେଟ୍ କରନ୍ତି, କେମିତି ଗରିବ ଗୁରୁବା ବଞ୍ଚିବେ, ଭଲ ମନ୍ଦ କରି ସବୁ ସିଷ୍ଟମ କରନ୍ତି। ତା ଦେହରେ ଯେହେତୁ ସେ ସରପଞ୍ଚ ଥିଲେ, ସେ ସେଠିକି ଯାଇକିରି ତାଙ୍କ ବ୍ଲଡ ଡୋନେଟରେ ଭାଗ ନେଇଛନ୍ତି, ବ୍ଲଡ ଦେଇଛନ୍ତି, ଭଲ ମନ୍ଦ କରିଛନ୍ତି। ସେତେବେଳେ ସାଧନ ବେହେରା ଗୁଣ୍ଡା ନଥିଲା। ଗୁଣ୍ଡା ଏବେ 2-4 ଦିନ ହେଲା ହେଇଯାଇଛି ବୋଧେ, ଆଗରୁ ଗୁଣ୍ଡା ନଥିଲା। ଆଉ ଗୁଣ୍ଡାଟା କେମିତି ଅଛି, ସରପଞ୍ଚ ମ୍ୟାଡମ ଟିକେ ସେଇଟା ଜଣେଇବେ, ନାଇଁ ଗୁଣ୍ଡା ଏଇ ଲୋକ ଏମିତି ଗୁଣ୍ଡା ବୋଲି, ଆମେ ସେଇଟା ଜାଣିବାକୁ ଚାହୁଁ। ଆପଣ ତ ସବୁ କଥା କହିଦେବି, ମୁଁ କଣ କହିବାକୁ? ସେ ତାଟିଆ କାମୁଡୁନାହାନ୍ତି, ମାଟି କାମୁଡିଲେ। ତାଟିଆ କାମୁଡୁନା, ତାଟିଆ କାମୁଡି ଟୋକାର କୋଉ ସବାଇ ଦିଟା ଥବ ପିଇଦେବେ ନାହିଁ।
ରହୁଛି ଆଜ୍ଞା, ନମସ୍କାର।